ଆଜି ଆମେ ମାନେ ତୁଳାସନ ବିଷୟରେ ଦେଖିନେବା। ଏହି ତୁଳାସନ ଆମ ଶରୀରରେ କ'ଣ ଉପକାର କରିଥାଏ। ଏହି ଆସନରେ ପଦ୍ମାସନର ସମସ୍ତ ଲାଭ ମିଳିବା ସଙ୍ଗେ ସଙ୍ଗେ ଗ୍ରୀବା, ପିଠି ଓ ହାତରେ ପ୍ରବଳ ବେଗରେ ରକ୍ତ ସଞ୍ଚାଳିତ ହୁଏ। ଫଳରେ ଶରୀରର ଅଙ୍ଗଗୁଡ଼ିକ ହୃଷ୍ଟପୃଷ୍ଟ ହୋଇଥାନ୍ତି। ତୁଳାସନ ସ୍ଥିତିରେ ରେଚକ ପ୍ରାଣାୟାମ ପୂର୍ବକ ପାଣି ଉପରେ ଅନେକ ସମୟ ପର୍ଯ୍ୟନ୍ତ ରହିପାରିବେ। ଏହା କରିବାର ବିଧି: ପ୍ରଥମେ ପଦ୍ମାସନ କରି ବସିଯାଆନ୍ତୁ। ପୁଣି ଦୁଇ ହାତକୁ ପିଛା ଉପରେ ଲଗାଇ ଏପରି ଶୟନ କର ଯଦ୍ୱାରା ପିଛା ଓ କହୁଣୀ ଭୂମିରେ ଲାଗି ରହିବ ଓ ଶରୀରର ସମସ୍ତ ଭାର ତା ଉପରେ ରହିବ। ଏପଟେ ପଦ୍ମାସନ ସ୍ଥିତିରେ ହିଁ ଆଣ୍ଠୁ ଉପରକୁ ଉଠିବ। ଏତିକି ଉଚ୍ଚରେ ମୁଣ୍ଡ ମଧ୍ୟ ଉଠି ରହିବ। ଏହି ଆସନରେ ଶରୀରର ଆକୃତି ନିକିତି ପରି ଦେଖାଯାଉଥିବାରୁ ଏହାକୁ ତୁଳାସନ କୁହାଯାଇଛି। ଇତି ଓମ୍।